ଏହି ଗୋଟିଏ ଫଳର ଏତେ ବିଶେଷତ୍व ଗୁଣ ଅଛି ଆପଣ ନିଜେ ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ। ପ୍ରତ୍ୟେକଟି ଲୋକଙ୍କୁ ଖାଇବା ଦରକାର, ଛୋଟ ଛୁଆରୁ ଆରମ୍ଭ ହେଉ କି ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ଖାଇବା ଦରକାର। ଆପଣ ମେଡିସିନ ଖାଇବା ଭୁଲିଯିବେ ଯଦି ଦିନକୁ ଗୋଟାଏ ଲେଖା ଏହି ଅଁଳା ଖାଇବେ। ଅଁଳା ସହିତ କିଛିଟି ଜିନିଷ ମୁଁ ଆପଣଙ୍କୁ ମିଶେଇକି ଏମିତି ବଢିଆ ଭାବରେ ଆପଣଙ୍କୁ ରେସିପି କହିବି, ଗୋଟିଏ ନୁହଁ ଚାରିଟି କହିବି, ମଞ୍ଜିଠୁ ଆରମ୍ଭ କରି ତାର ଫଳ ପର୍ଯ୍ୟନ୍ତ କୌଣସି ପ୍ରକାର ଜିନିଷ ଆପଣଙ୍କର ନଷ୍ଟ ହବ ନାହିଁ, ଯୋଉଟା କି ଆପଣ ପ୍ରଥମରୁ ଜାଣିନଥିଲେ କି ପ୍ରଥମରୁ ଆପଣଙ୍କୁ କେହି କହିନଥିବେ କି କେହି କରିନଥିବେ। ସେଇ ଜିନିଷଟି ମୁଁ ଆପଣଙ୍କୁ ଏଇଠି ବତେଇବି। ଦେଖନ୍ତୁ ଫ୍ରେଣ୍ଡ, ଇଏ ହଉଛି ଅଁଳା, ଯୋଉଟା କି ମୁଁ ମାର୍କେଟରୁ ଆଣିଥିଲି କେବଳରୁ ହିଁ କେବଳ 50 ଟଙ୍କା ଦେଇକି। ଏତକ ସାରା ଅଁଳା ଆପଣଙ୍କୁ ଫ୍ରେଣ୍ଡ ଲୋକାଲରେ ନିହାତି ଭାବରେ ଅଁଳା ମିଳିଯିବ। ସବୁବେଳେ ଫ୍ରେଣ୍ଡ ଚେଷ୍ଟା କରନ୍ତୁ, ଯଦି ଆପଣଙ୍କ ଲୋକାଲରେ ଅଁଳା ମିଳୁଛି, ଆପଣଙ୍କ ବଜାରରେ ମାର୍କେଟରେ ଯଦି ଅଁଳା ମିଳୁଛି ତ ଅଁଳା କିଣିକି ଆଣନ୍ତୁ। ବହୁତ ଲୋକ ତାର ପାଣିଟା କିଣନ୍ତି, ମାନେ ଅନଲାଇନ ହଉ କିମ୍ବା ଅଫଲାଇନ ହଉ ବୋଟଲ ବାଲା ପାଣି ଆସେ ତ ତାକୁ କିଣନ୍ତି, ତ ତାକୁ କିଣିବା ବନ୍ଦ କରନ୍ତୁ। ଯଦି ପାଖରେ ଅଛି ତ ନିହାତି ଭାବରେ ଅଁଳା କିଣନ୍ତୁ। ଦେଖନ୍ତୁ ଫ୍ରେଣ୍ଡ, ପ୍ରଥମେ ଆକୁ ଲୁଣ ଦେଇକି ଧୋଇଦବାର ଅଛି। ଏଇ ଜିନିଷଟା ଆପଣଙ୍କୁ କେହି କହିନଥିଲେ, ମୁଁ କହୁଛି ତ ନିହାତି ଭାବରେ ଫ୍ରେଣ୍ଡ ଟିପ୍ସ ବାଇ ଟିପ୍ସ କହିବି, ସବୁ ବେନିଫିଟ ସହିତ କହିବି। ଗୋଟିଏ ଛୋଟିଆ ରିକ୍ୱେଷ୍ଟ, ଛୋଟିଆ ଅନୁରୋଧ, ଯଦି ଆପଣ ସ୍କିପ୍ କରିକି ଦେଖିଲେ ତ ବହୁତ କିଛି ମିସ୍ କରିଯିବେ, ଯାହା ଦ୍ୱାରା ଆପଣଙ୍କର ହିଁ କିଛିଟା ଟାଇମ ନଷ୍ଟ ହେଇଯାଇପାରେ, ଯୋଉଟା କି ଆପଣଙ୍କୁ ବାର ବାର 50ଟା ଭିଡିଓ ଦେଖିବେ କିନ୍ତୁ କୌଣସି ଭିଡିଓରେ ବୁଝିପାରିବେ ନାହିଁ। ତେଣୁ କରି ଫ୍ରେଣ୍ଡ ଏଇ ଗୋଟିଏ ଭିଡିଓ ଦେଖନ୍ତୁ, ଭଲସେ ବୁଝି ଯାଆନ୍ତୁ। ଦେଖନ୍ତୁ ଫ୍ରେଣ୍ଡ, ଅଁଳାକୁ 2 ମିନିଟ ଲୁଣ ପାଣିରେ ବତୁରେଇକି ଛାଡିଦବା, ମାନେ କେବଳ ଆପଣଙ୍କୁ 1 ରୁ 2 ମିନିଟ ଛାଡିଦବାର ଅଛି। ଟିକେ ହାତରେ ଏଇପରି ଭାବରେ କରିବା, ଅଁଳାଟିକୁ ବାହାର କରିଦେବେ। ଆଉ କିଛି ଆପଣଙ୍କୁ କରିବା ଦରକାର ନାହିଁ। ଅଁଳାରେ ଯେତେକ ସବୁ ଡଷ୍ଟ ଲାଗିଥିବ, କାହିଁକି ନା ଆପଣ ଜାଣିଛନ୍ତି ରୋଡ ସାଇଡରେ ଫଳ ଦୋକାନରେ ବହୁତ ସାରା ଡଷ୍ଟ ଆସିକି ଉଡିକି ପଡିଥାଏ, ଯାହା ଦ୍ୱାରା ଫଳରେ ବହୁତ ସାରା ଡଷ୍ଟ ଲାଗିକି ଥାଏ। ତାକୁ ଫ୍ରେଣ୍ଡ ଆମେ ଏହିପରି ଭାବରେ ଧୋଇଦବା, ଧୋଇକି ଆମେ ଏଇଠି ପ୍ଲେଟରୁ କାଢିଦବା। ଆପଣଙ୍କୁ ଦେଖେଇବି ଫ୍ରେଣ୍ଡ, ଏତେ ସାରା ଡଷ୍ଟ ଅଛି ପାଣିରେ, ଆପଣଙ୍କୁ ଏଇଠି ମୁଁ ଦେଖୁଛି, ଆପଣ ଦେଖିପାରୁଥିବେ। ତା ପୂର୍ବରୁ ଫ୍ରେଣ୍ଡ ମୁଁ ଆପଣଙ୍କୁ କହି ରଖୁଛି, ଏଇ ଅଁଳା ଆମ ଦେହ ପାଇଁ ଏତେ ବେନିଫିଟ। ଅଁଳାରେ ଅଛି ଭିଟାମିନ ସି ଭରପୁର ମାତ୍ରାରେ। ଆପଣ ଯେତେ କଷ୍ଟଲି ଫଳ ଆଣନ୍ତୁ ନା କାହିଁକି, ଯଦି ଦିନକୁ କେବଳ ଗୋଟିଏ ଅଁଳା ଆପଣ ଖାଇବେ, ଯୋଉ ରୂପରେ ବି ଆପଣ ଖାଇପାରନ୍ତି, ତାକୁ ତରକାରୀ କରିକି ଖାଇପାରନ୍ତି କିମ୍ବା ତାକୁ ଖଟା କିମ୍ବା ତାକୁ ଜୁସ୍ କିମ୍ବା ସେମିତି ଖାଇପାରନ୍ତି, ଯୋଉ ରୂପରେ ବି ଆପଣ ଖାଆନ୍ତି। ଯଦି ଦିନକୁ ଗୋଟିଏ ଅଁଳା ଖାଇବେ ତ ଆପଣଙ୍କର ଦେହର ବେମାରୀ, ମାନେ କିଛିଟା ବି ଆପଣଙ୍କର ଦେହ ଖରାପ ହଉଛି, ତାହା ଆସ୍ତେ ଆସ୍ତେ ଭଲ ହେଇଯିବ। ଫ୍ରେଣ୍ଡ ମୁଁ ଆଶା କରୁଛି ଆପଣ ମୋ ଭିଡିଓ ଦେଖି ଚାଲନ୍ତୁ। ମୁଁ ଆପଣଙ୍କୁ ଅଁଳାର ଟିକେ ବେନିଫିଟ ବିଷୟରେ ମୁଁ ଆପଣଙ୍କୁ ଏଠି ବୁଝେଇ ଚାଲିବି। ଦେଖନ୍ତୁ ଫ୍ରେଣ୍ଡ, ଅଁଳା ଆମର ଚୁଟିଠୁ ନେଇକି ଗୋଡ ପର୍ଯ୍ୟନ୍ତ ସବୁଠିକି ସାହାଯ୍ୟ କରେ। ଯେହେତୁ ଅଁଳାରେ ଭିଟାମିନ ସି ଭରପୁର ମାତ୍ରାରେ ଥାଏ, ଆମ ଚୁଟି ଗହଳିଆ କରିବାରେ ସାହାଯ୍ୟ କରେ, ଧଳା ଚୁଟିକୁ ଆମର କଳା କରିବାରେ ସାହାଯ୍ୟ କରେ। ଯାହାର ଚୁଟି ଉପୁଡୁ ଥାଏ, ଚୁଟି ମଜବୁତ ନଥାଏ, ତାଙ୍କ ପାଇଁ ବି ବେଷ୍ଟ। ଅଁଳା ନିହାତି ଭାବରେ ଗୋଟେ ଲେଖା ଖାଆନ୍ତୁ, ନହେଲେ ଅଁଳାକୁ ତେଲ କରିକି ବି ମଧ୍ୟ ଆପଣ ଲଗେଇ ପାରିବେ। ଯଦି ରେସିପି ଦରକାର, ମୁଁ ନିହାତି ଭାବରେ ରେସିପି ବି ଆପଣଙ୍କ ପାଇଁ ଆଣି ଆସିବି। ଏ ଦେଖନ୍ତୁ ଫ୍ରେଣ୍ଡ, ଇଏ ରହିଲା ଚୁଟି। ତାପରେ ଆସିଲା ଆମର ବ୍ରେନ। ବ୍ରେନ ପାଇଁ ଫ୍ରେଣ୍ଡ ବହୁତ ଅଁଳା ଆମର ବେନିଫିଟ ଥାଏ, କାହିଁକି ନା ଇଏ ଆମର ସ୍ମରଣ ଶକ୍ତି ବଢେଇବାରେ ସାହାଯ୍ୟ କରିଥାଏ। ଆପଣ ଯଦି ଆଣିକି ଖାଉଛନ୍ତି ଆଲମଣ୍ଡ, ବାଦାମ, କାଜୁ ଆପଣ ଖାଆନ୍ତି କାହିଁକି, କି ଆମର ବ୍ରେନ ଡେଭଲପ ହବ, ବ୍ରେନ ସାହାଯ୍ୟ ହବ। କିନ୍ତୁ ଫ୍ରେଣ୍ଡ ଯଦି ଆପଣ ଏଇ ଛୋଟିଆ ଅଁଳାଟେ ଗୋଟିଏ ଆଣିକି ଦିନରେ ଖାଇଲେ ତ ଆପଣଙ୍କୁ କୌଣସି ପ୍ରକାର ଆଲମଣ୍ଡ ବି ଦରକାର ହବ ନାହିଁ, କାହିଁକି ନା ଫ୍ରେଣ୍ଡ ଇଏ ଆଲମଣ୍ଡ ଠୁ ବାଦାମ ଠୁ ମଧ୍ୟ ଇଏ ବହୁତ ସାରା ଭିଟାମିନ ଥାଏ। ତ ଦେଖନ୍ତୁ ଫ୍ରେଣ୍ଡ, ଆପଣଙ୍କୁ ଇଏ ରହିଲା 2 ନମ୍ବର ବ୍ରେନ। 3 ନମ୍ବରରେ ଆସିଗଲା ଆମର ଫେସ୍, ମାନେ ମୁହଁ। ବହୁତ ଜଣଙ୍କ ମୁହଁରେ ପିମ୍ପଲ ଥାଏ, କିଛିଟା ଦାଗ ଥାଏ, କିମ୍ବା ଆପଣଙ୍କର ମୁହଁରେ କିଛିଟା ରିଆକ୍ସନ ହେଇଯାଏ, ଆପଣ କିଛି ଜିନିଷ ୟୁଜ କଲେ କି ଦାଗ ହେଇକି ରହିଯାଇଥାଏ, ପିମ୍ପଲ କି ଦାଗ ଯାଏ ନାହିଁ। ତ ତାକୁ ଆପଣ କଣ କରିବେ, ଓଠ କଳା ହେଇଯାଇଥାଏ, ତ ତା ଲାଗି ଫ୍ରେଣ୍ଡ ବେଷ୍ଟ ହଉଛି ଅଁଳା। ଅଁଳା ନିହାତି ଭାବରେ ଖାଆନ୍ତୁ ଦିନକୁ ଗୋଟେ, ବହୁତ ବଢିଆ ଭାବରେ ରେଗୁଲାର ୟୁଜ କଲେ ଅଟୋମେଟିକ ଦେହର ଗ୍ଲେଜ ଆସିଯିବ। ଫୋର୍ଥ ପଏଣ୍ଟ ଫ୍ରେଣ୍ଡ ଦେଖନ୍ତୁ, ଯାହାର ପେଟରେ ଗ୍ୟାସ ସମସ୍ୟା ଅଛି ତାଙ୍କ ପାଇଁ ବି ବହୁତ ଭଲ। ତାପରେ ଦେଖନ୍ତୁ ଫ୍ରେଣ୍ଡ, ଆପଣଙ୍କର ହଜମ ହଉନି ତ ହଜମରେ ଏଇଟା ବହୁତ ସାହାଯ୍ୟ କରିବ। ଆପଣଙ୍କର ପେଟ ଗ୍ୟାସ ରହିଛି ତା ପାଇଁ ବି ମଧ୍ୟ ବହୁତ ଭଲ ସାହାଯ୍ୟ କରିବ। ଯେକୌଣସି ଜିନିଷରେ
ଆପଣଙ୍କର ଇଏ ବହୁତ ସାହାଯ୍ୟ କରେ। ଆଣ୍ଠୁ ଗଣ୍ଠି ପୀड़ा ହଉଛି କିମ୍ବା ଆଣ୍ଠୁ ଗଣ୍ଠି ଟିକେ ଆପଣଙ୍କର ବିନ୍ଧୁଛି ଏଜ୍ ହେଇଗଲା ପରେ କିମ୍ବା କାମ କରିବାକୁ ଏନର୍ଜେଟିକ ଫିଲ୍ ହଉନି, ଯୋଉଟା କି ଏଟା ବହୁତ ବଢିଆ ପଏଣ୍ଟ, ଆପଣ ଫ୍ରେଣ୍ଡ ଧ୍ୟାନ ଦିଅନ୍ତୁ। ଏନର୍ଜେଟିକ ଫିଲ୍ ହଉନି ମାନେ ଆପଣ ଯୋଉ ଟାଇମ କି ଧରି ନିଅନ୍ତୁ କାହାକୁ 30-40 ବର୍ଷ କି ଆଜିକା ଡେଟରେ 20 ବର୍ଷଠୁ ବି ଅଧିକ ଲୋକମାନଙ୍କୁ ବି କାମ କରିବା ପାଇଁ ଇଚ୍ଛା ହେଇନଥାଏ, ତ ସେମାନଙ୍କ ପାଇଁ ବି ଏଟା ବହୁତ ଭଲ। ଦେଖନ୍ତୁ ଫ୍ରେଣ୍ଡ, ଅଁଳା ଆମେ ଗ୍ରାଇଣ୍ଡରରେ ଦେଇଦେଇଛେ, ପାଣି ଦେଇଦେଇଛେ, ଏବେ ଆମେ ନେଇଯାଇଛେ ଏଇଠି ଭୃଷଙ୍ଗ ପତ୍ର। ଅଁଳାର ଯେତେ ବେନିଫିଟ କହିଲେ ସରିବନି, ତେଣୁକରି ଚାଲନ୍ତୁ ଫ୍ରେଣ୍ଡ ଆମେ ଏଇଠି ଚାଲିଯିବା ଭୃଷଙ୍ଗ ପତ୍ର ବିଷୟରେ କିଛିଟା ମୁଁ ଏଇଠି ଆପଣଙ୍କୁ କହିବା ପାଇଁ। ଦେଖନ୍ତୁ ଫ୍ରେଣ୍ଡ, ଭୃଷଙ୍ଗ ପତ୍ରରେ ରହିଛି ଭିଟାମିନ ଏ, ଭରପୁର ମାତ୍ରାରେ ଏଇଠି ଆପଣଙ୍କର ଭିଟାମିନ ଏ ରହିଛି, ଯାହାକି ଆପଣଙ୍କ ଚୁଟିକୁ କଳା କରିବାରେ ସାହାଯ୍ୟ କରେ, ଚୁଟି ଗହଳିଆ କରିବାରେ ସାହାଯ୍ୟ କରେ। ଡାଇବେଟିସ୍ ଅଛି ଯଦି, ବହୁତ ବଡ ପଏଣ୍ଟ ଫ୍ରେଣ୍ଡ, ଡାଇବେଟିସ୍ ଅଛି ଯଦି ଅଁଳା ତା ସହିତ ଆପଣ ନିହାତି ଭାବରେ ଏହିପରି ଭାବରେ ଆପଣ ନେଇପାରିବେ ଭୃଷଙ୍ଗ ପତ୍ର ବା କରି ଲିଭ୍ସ, ଆପଣ ଯାହା ବି ଜାଣିଥିବେ ତାକୁ ନିହାତି ଭାବରେ ନେଇପାରିବେ। ବହୁତ ଇଜିଲି ମିଳିଯାଇଥାଏ, ବାରି ଘରେ ସମସ୍ତଙ୍କର ଏଇଟା ହେଇଥାଏ, ଯଦି ହେଇନଥାଏ ଆପଣ ଯେକୌଣସି ପରିବା ବାଲା ପାଖକୁ ଯିବେ, ସେ ଏଇଟା ଆପଣଙ୍କୁ ସେମିତିରେ ବି ଦେଇଥାନ୍ତି କରି ଲିଭ୍ସ, ଯୋଉଟା କି ଫ୍ରେଣ୍ଡ ଡାଇବେଟିସ୍ ଲୋକଙ୍କ ପାଇଁ ମେଡିସିନ ରୁ ବି ଅଧିକ ରୂପରେ କାମ କରେ। ଚାହିଁଲେ ଫ୍ରେଣ୍ଡ ଆପଣ ସକାଳୁ ଖାଲି ପେଟରେ ଅଁଳାକୁ ଖାଇପାରିବେ, ନହେଲେ ଆପଣ ୟାକୁ ଏଇ କରି ଲିଭ୍ସ କୁ ଧୋଇଦେବେ, ଡାଇରେକ୍ଟ କଞ୍ଚା ଚୋବେଇକି ପତ୍ର ଖାଇବେ, 2 ଡେମ୍ଫା ତୋଳିଦେବେ ଖାଇବେ, ବହୁତ ବଢିଆ ଫ୍ରେଣ୍ଡ ଏଇଟା କାମ କରେ ଆପଣଙ୍କର। ଇଏ ଦେଖନ୍ତୁ ଫ୍ରେଣ୍ଡ, ତା ସହିତ ଆପଣଙ୍କର ଆଣ୍ଠୁ ଗଣ୍ଠି ପୀଡ଼ା ହଉଛି କିମ୍ବା ପେନ୍ ହଉଛି, ଇଏ ବି ମଧ୍ୟ କରି ଲିଭ୍ସ ବହୁତ ବଢିଆ ଭାବରେ କାମ କରେ। ହଜମରେ ବି ମଧ୍ୟ ବହୁତ ବଢିଆ ଭାବରେ କାମ କରେ। ଥଣ୍ଡା ଖାସରେ ବି ମଧ୍ୟ ଇଏ ଅଁଳା ସହିତ ମିଶେଇକି ନେଲେ ବହୁତ ବଢିଆ ଭାବରେ କାମ କରେ କରି ଲିଭ୍ସ। ବହୁତ ସାରା ଫ୍ରେଣ୍ଡ ବେନିଫିଟ ଅଛି ଆମର, ଯୋଉଟା କି ଏବେ କହିଲେ ବି ନ ସରିବ। ଯଦି ଆପଣଙ୍କର ରିକ୍ୱେଷ୍ଟ ଅଛି, ମାନେ ଗୋଟେ ଯଦି କମେଣ୍ଟ କରିବେ ତାହେଲେ କି ସେପାରେଟ ମୁଁ ନିହାତି ଭାବରେ ଭିଡିଓ ଆଣିକି ଆସିବି, ଯୋଉଟା କି କରି ଲିଭ୍ସ ଆପଣ କେବଳ 5ରୁ 10 ପ୍ରକାର ନୁହଁ, 100 ପ୍ରକାର ରେସିପି କରିକି ତାକୁ ଏନ୍ଜୟ କରିପାରିବେ। ତାକୁ ମଧ୍ୟ ଘରେ ରଖିପାରିବେ, ବର୍ଷରୁ 5 ବର୍ଷ କିଛି ବି ଖରାପ ହବ ନାହିଁ, କଞ୍ଚା ହେଇକି ହିଁ ରହିବ। ଇଏ ଦେଖନ୍ତୁ ଫ୍ରେଣ୍ଡ, କଥାରେ କଥାରେ ଆମେ ବହୁତ ବଢିଆ ଭାବରେ ୟାକୁ ଛାଣିଦେଲେ। ଇଏ ଦେଖନ୍ତୁ ଫ୍ରେଣ୍ଡ, କଲର ଦେଖିପାରୁଥିବେ ଫ୍ରେଣ୍ଡ। ଯଦି ଆପଣଙ୍କ ପାଖରେ କରି ଲିଭ୍ସ ମିଳୁନି ତ ଆପଣ ଚାହିଁଲେ ସ୍କିପ୍ କରିପାରିବେ, କିନ୍ତୁ ଦେଲେ ଫ୍ରେଣ୍ଡ ବହୁତ ବଢିଆ, ସ୍ପେଶାଲ ସେଇମାନଙ୍କ ପାଇଁ ଯୋଉମାନଙ୍କର ଚୁଟିରେ କିଛିଟା ପ୍ରୋବ୍ଲେମ ଥାଏ, କି ଯୋଉମାନଙ୍କର ଦେହ ଥଣ୍ଡା ଟିକେ ହେଇଥାଏ, କିମ୍ବା ଯୋଉମାନେ ଡାଇବେଟିସ୍, ସ୍ପେଶାଲ ଏଟା ଡାଇବେଟିସ୍ ମାନଙ୍କ ପାଇଁ କହିଲେ ବହୁତ ବଢିଆ ହେଇପାରିବ। ଏଠି ଦେଖନ୍ତୁ ଫ୍ରେଣ୍ଡ, ମୁଁ ଅଧ ଚାମଚ ଖାଇଲି, ବହୁତ ହି ଟେଷ୍ଟ ଲାଗୁଛି। ଆପଣ ଜାଣିଛନ୍ତି କି ଅଁଳାଟା ଟିକେ କଷା ଥାଏ, ତାକୁ ଟିକେ ମେଣ୍ଟେନ ଆଉ ଆମେ ଟିକେ ଅଧିକ ବାଲାନ୍ସ ରଖିବା ପାଇଁ ଏଇଠି ଦେଇଦେବା ହଳଦୀ ଚାମଚ। ମୁଁ ଏଇଠି ବଡ ଚାମଚରେ ଚାମଚେ ହଳଦୀ ଗୁଣ୍ଡ ନେଇଯାଇଛି ଫ୍ରେଣ୍ଡ। ଯଦି ଆପଣଙ୍କୁ କଞ୍ଚା ହଳଦୀ ମିଳୁଛି ତ କଞ୍ଚା ହଳଦୀ ଆପଣ ଡାଇରେକ୍ଟ ଚୋପା ଛଡେଇକି ଅଁଳା ଗ୍ରାଇଣ୍ଡ କଲା ବେଳେ ଛୋଟ ଛୋଟ ଟୁକୁଡା ଦେଇକି ମଧ୍ୟ ଗ୍ରାଇଣ୍ଡ କରି ପାରିବେ। ସବୁଆଡେ ଯେହେତୁ କଞ୍ଚା ହଳଦୀ ମିଳେନି, ତ ଆପଣ ଚେଷ୍ଟା କରିବେ ଫ୍ରେଣ୍ଡ ଏହିପରି ଭାବରେ ଶୁଖିଲା ହଳଦୀ, କିନ୍ତୁ ବିନା କଲର ବାଲା, ବହୁତ ସାରା ଅର୍ଗାନିକ କଲର ବାଲା ମିଳୁଛି, ମାନେ ଯେମିତି କଲର ମିଶା ହଳଦୀ ଦଉଛନ୍ତି, ତ ଆପଣ ଚେଷ୍ଟା କରିବେ ଶୁଖିଲା ହଳଦୀ ଗୁଣ୍ଡ ଏଇଠି ଦେବା ପାଇଁ। ହଳଦୀର ବିଶେଷତା ମୁଁ ଆପଣଙ୍କୁ କଣ କହିବି, ଯେତିକି କହିବ ସେତିକି କମ ହବ। ହଳଦୀରେ ଆପଣଙ୍କର ରହିଛି ଭିଟାମିନ ସି, ଭରପୁର ମାତ୍ରାରେ ଇଏ ଆପଣଙ୍କୁ ପ୍ରୋଟିନରେ ହିଁ ସୀମିତ ଦେଇଥାଏ। ଆପଣ ୟାକୁ ଖାଆନ୍ତୁ ସେମିତି, କିମ୍ବା ପାଣିରେ ମିଶେଇକି ସେମିତି ଭାବରେ ପିଅନ୍ତୁ ସକାଳୁ କିମ୍ବା ରାତିରେ, କିମ୍ବା ଆପଣ ଚାହିଁଲେ କ୍ଷୀରରେ ମିଶେଇକି ବି ମଧ୍ୟ ପିଇ ପାରିବେ ରାତିରେ। ରାତିରେ କ୍ଷୀରରେ ମିଶେଇକି ଯଦି 1 ଚାମଚ ହଳଦୀ ପିଇଲେ ଆପଣଙ୍କର ନିଦ ନ ହଉଥିଲେ ମଧ୍ୟ ନିଦ ହବ। ଲେଖିକି ଦେବି ମୁଁ, ଗରମ କ୍ଷୀରରେ, ଉଷୁମ କ୍ଷୀରରେ ହଳଦୀ ଅଧ ଚାମଚ ମିଶେଇକି ଦିଅନ୍ତୁ, ସକାଳେ ଗରମ ପାଣିରେ ଅଧ ଚାମଚିଏ ଏଇଠି ହଳଦୀ ଗୁଣ୍ଡ ଯଦି ଦେବେ, କିଛି ନଥାଇକି ଯଦି ଖାଲି ହଳଦୀ ଗୁଣ୍ଡ ଦେଇକି ଗରମ ପାଣିରେ ପିଇବେ, ଏନର୍ଜେଟିକ ଫିଲ୍ ହବ। ପୁରା ଦିନ ଯାକ ଆପଣ ଏନର୍ଜେଟିକ ଫିଲ୍ ହବ। ଯୋଉମାନେ ଅଳସୁଆ ଟିକେ ହେଇଥାନ୍ତି, କି ମାନେ ଅଳସୁଆ ଭାବରେ ଫିଲ୍ କରିଥାନ୍ତି, କିମ୍ବା କାଟେ ହାତ ଗୋଡ କାମ କଲେ, ତ ସେଇମାନଙ୍କ ପାଇଁ ଏଟା ବହୁତ ବେଷ୍ଟ। ତ ଏଟା ସମସ୍ତଙ୍କୁ ନବା ନିହାତି ଦରକାର। ତ ୟାକୁ ଆମେ ଫ୍ରେଣ୍ଡ ଆଇସରେ ଜମେଇକି ରଖିଦବା କମ ସେ କମ 5ରୁ 6 ଘଣ୍ଟା ପାଇଁ। ସମସ୍ତଙ୍କ ପାଖରେ ଏହିପରି ଭାବରେ ଆଇସ୍ ଟ୍ରେ ଥାଏ, ଯେତେବେଳେ ଆପଣ ଫ୍ରିଜ କିଣନ୍ତି ତ ତା ସହିତ ଆସିଥାଏ। ଯଦି ଟ୍ରେ ନାହିଁ ତ ଆପଣ ଚାହିଁଲେ ଫ୍ରେଣ୍ଡ ଗୋଟେ ଏୟାର ଟାଇଟ ର ଜରି, ମାନେ ପଲିଥିନ ରେ, କିମ୍ବା ଆପଣ ତାଟିଆ କିମ୍ବା ଗ୍ଲାସରେ ତାକୁ ମଧ୍ୟ ଜମେଇକି ଭାଙ୍ଗିକି ଛୋଟ ଛୋଟ ଟୁକୁଡ଼ା କରିକି ମଧ୍ୟ ନେଇପାରିବେ। ତାକୁ ଆମେ 5ରୁ 6 ଘଣ୍ଟା ଛାଡି ଦେଇଛି। ଆଉ ଏଇ ଯୋଉ ଗୁଣ୍ଡ ଆପଣ ଦେଖିପାରୁଥିବେ ଫ୍ରେଣ୍ଡ, ଛାଣି ଦେଇଥିଲେ ତ ଆମେ, ତ ଛାଣି ସାରିଲା ପରେ ବହୁତ ଲୋକ ୟାକୁ ଫୋପାଡି ଦେଇଥାନ୍ତି, କାହିଁକି ନା ୟାର ୟୁଜ କିଛି ନଥାଏ। କିନ୍ତୁ ୟାର ଏମିତି ପ୍ରକାର ୟୁଜ ଥାଏ, ମୁଁ ଆପଣଙ୍କୁ କହିବି। ଆପଣ କଣ କରନ୍ତି, ବହୁତ ଲୋକ ୟାକୁ ଫୋପାଡନ୍ତି, ବହୁତ ଲୋକ ୟାକୁ ଶୁଖେଇକି ଗୁଣ୍ଡ କରିକି ଖାଆନ୍ତି, କିନ୍ତୁ ମୁଁ ଆଜି ଆପଣଙ୍କୁ ଏମିତି ଜିନିଷ କହିବି ଯୋଉଟା କି କେହି କହିନଥିବେ। ତ ଚାଲନ୍ତୁ ଫ୍ରେଣ୍ଡ ଆରମ୍ଭ କରିବା। ଏଇଠି ଦେଖନ୍ତୁ ଫ୍ରେଣ୍ଡ, ଅଁଳାକୁ ଟିକେ ବହୁତ ବଢିଆ ଭାବରେ ଭାଜିଦବା। ଅଁଳା ଏଇଠି ଭୃଷଙ୍ଗ ପତ୍ର ମଧ୍ୟ ପଡିଛି, ଟିକେ ବହୁତ ବଢିଆ ଭାବରେ ରୋଷ୍ଟ କରିଦବା, ମାନେ ଟିକେ ଶୁଖିଲା ଆମେ ୟାକୁ କରିଦବା। ଆପଣ ଯଦି ଖରା ଅଛି ତ ଖରାରେ 1 ଦିନ ଶୁଖେଇ ଦିଅନ୍ତୁ, ବହୁତ ବଢିଆ ଭାବରେ ଶୁଖିଯିବ।
लुण ये आम दे 1.5 चामच, हलदी गुंड 1 चामच, लंका गुंड ये आम दे 1 चामच। ये देखो फ्रेंड जीरा को मुझे भाजी देकी गुंड करी, जदि आप चाहूना तो बिल्कुल भाव में स्किप करेंगे। धनिया गुंड मुझे दे 1 चामच, जदि आप चाहते फ्रेंड बिल्कुल भाव में स्किप करेंगे, जोटा कि बिल्कुल ही ऑप्शनल अच्छे आपंकर। जदि देवे टिके बास्ना आसो, जदि चाहते फ्रेंड ताको बिल्कुल भाव में स्किप कर दिंतु। ये देखो फ्रेंड मुझे नहीं भिनेगार, आप चाहिए फ्रेंड ये लेंबू रस चिपुड़ी नहीं पारे। आपको जो जिनसा अवेलेबल रोचे आप जिनसा नियंतु। भिनेगार देवा द्वारा कौन होता है, ये जो जिनसा आम बनाऊे से जिनसा टी अधिक टाइम रही है, बिना खरा भी यहाँ किसी खराब हो न था। जेहेतु वर्षा टाइम आसूची तो सब बेले तो आम खरा रोनी, खरा सहित वर्षा भी पड़ जाऊे। तेणुक जब खरा अच्छी तो निहाती भाव में सुखातु, जदि खरा ना तो भिनेगार दिंतु, जदि भिनेगार ना तो लेंबू चिपुड़ी पारे। जदि आप खरा वर्षा वर्षा जदि होची खरा होनी ताकू टिके अधिक समय भाजी दिंतु। ताको देखो फ्रेंड मो भजार को साइड रखिदेली। एबे नहीं जाइए सोरिष तेल, ये फ्रेंड देखी पारे सोरिष तेल आमर बहुत बढ़िया भाव गरम हो गलानी। या पूरा गरम करेंगे जमी धुआं बाहर। ये देखो फ्रेंड धुआं बाहर गरम टाइम बंद करदे। गैस टाक पूरा बंद कर दिंतु। ये नहीं जातु सोरिष, ठीक अच्छे फ्रेंड। ये नहीं जातु मेथी, मेथी किसी अल्प नहीं जातु, जदि मेथी ना तो स्किप करेंगे। ये नहीं जातु आज्वाइन, आज्वाइन ना स्किप कर दिंतु, कौन कथा ना। ये नहीं जातु कला जीरा ना, कौन कथा ना स्किप कर दिंतु। केवल आप कौन प्रकार जिनस ना तो आप घरे सोरिष जीरा दुईटी जिनस थाए, तो से दुईटी जिनस को आप पका तेल। गैस टा बंद करके पकेबे, तेल धुआं बाहर, गैस बंद करेंगे। केवल आप दुईटी जिनस पकेबे। ये आपको 5टी जिनस पकईकी देखी। आप चाहिए केवल जीरा सोरिष भी पकेबे, कौन प्रकार कथा ना। जदि जीरा गुंड धनिया गुंड करूना तो कौन कथा ना, केवल लुण हलदी लंका गुंड ता सहित ये जीरा आउ जीरा ता सहित सोरिष ता सहित सोरिष तेल एतिक करेंगे। ये देखो फ्रेंड ये मुझे देली सबुतक तेल, माने तेल टिके जस्ट हल्का ठंडा हवा को छाड़देली। अल्प नख उषुम तेल पकईदेली, माने मिसईदेली ये आमर अँलार गुंडरे। ये फ्रेंड आमर हो गला अँला आचार। ठीक शुणी फ्रेंड, ये अँला आचार आपण रुटी भात परोटा पूरी सबुठी सहित लगे खाई। आप चाहिए फ्रेंड सेमती भी गोटे गोटे चामच करके पाउडर जेहेतु आम ये करें आप खाई। ये टेस्ट लगे अँलार टेस्ट। जो मैंने अँला खाती फ्रेंड आप भाव दे पारे ना। अँलार जेकोसी मीठा खटा भी पारे। रेसिपी दरकार जब निहाती भाव में कमेंट करूँ फ्रेंड। बहुत टेस्ट निहाती भाव में बनातु। मुझे थे रिक्वेस्ट कर निहाती भाव में स्टाइल बनातु। एते टेस्ट आपड़ सब बेले भाव में करेंगे। आप फोपाड़े फिंगे भाव में करेंगे। ताको आप बोतल स्टोर करके रखिपारे फ्रेंड मासरू 2 मास किसी भी खराब हेनी। जदि अधिक दिन रखापी चाहते तो टिके सियोर हो जातु कि खरा देखिए ना बहुत बढ़िया भाव में भाजी दिंतु एमती जमी यार पानी अंश टोटाली रही। ये फ्रेंड रहा आमर अँला आचार। या बहुत बढ़िया भाव में जो मैंने अँला खाती दिंतु से टोटाली अँलार टेस्ट ये आसबनी जना पड़े। बहुत ही टेस्ट लगे फ्रेंड, ग्यारंटी मुझे दूसरी। जदि न लगी मत कहे। देखो फ्रेंड 8 घंटा मिनिमम हो गलानी आमर। आईटी फ्रेंड आप देखिपे आम यहाँ बहुत बढ़िया भाव में सेट हो जाए, मैंने आइसक्रीम टा बहुत बढ़िया भाव में सेट हो जाए। फ्रेंड मुझे आपको पकईकी देखा निहाती भाव देखो। या स्टोर करके केमती रखिए ताको भी आपको आगू कहि। जदि फ्रिज ना तो कौन करेंगे आपको आगू कहि। देखो फ्रेंड जदि आप फ्रिज ना तो कर कौन अच्छे, डेली गोटे अँला नियंतु ताकू डायरेक्ट आपण कंचा चोबई चोबई खातु। बहुत भल जदि कंचा चोबई खाऊँ तो बहुत भल। जदि कंचा चोबई खाई पार ना जूस कर दिंतु। जूस करके आपण डायरेक्ट सेमती पी दिंतु। जदि आपण पाखे फ्रिज अच्छे आप रखापी चाहते जेकोसी डब्बारे ना आपण पॉलिथिन रे भी पूरेकी आइस रे रखिए। जो बरफ जमाते ना से रखिए, तले रखिए नहीं तो आइस रे ही रखिए ताको। ठीक अच्छे। एबे देखो फ्रेंड ताको पीबे केमती टिके उषुम पानी माने गरम पानी रे आपण एटा पकई पारंतु। फ्रेंड आपण चाहिले नॉर्मल रूम टेम्परेचर पानी रे भी मध्य पकई पारिबे। गरम पानी रे पकेले तार बेनिफिट ता आउ टिके अधिक हो जाय थाए। सखाळू खाली पेट रे गोटी आइस क्यूब ए अध कप पानी रे गरम गरम पानी हो किंबा नॉर्मल पानी हो, गरम पानी हेले बहुत भलो। एनर्जेटिक पूरा दिन जाक एनर्जेटिक फील होबा ग्यारंटी देबी मु 100% पकईकी पियंतु। दिन जाक एनर्जी आसीबो। चाहा पीवा लोक या चाहा छाड़े आउटा एते टेस्ट लगे। आपण को कौन से प्रकार कषा टेस्ट आसबनी कि कौन से प्रकार आपन फ्लेवर आसबनी। सब गुण आमर या भितर रहा। किंतु जेहेतु आम हलदी
आमे ये करी लिप्स देजे माने भूसंग पत्र देजे कौन से टेस्ट आसबनी आपण देखि पारथि मु केमति पी आपण भी ठीक से टाइप रो पीबे एतिके नाही सी रहिला एबे आमे मंजी मंजी को एबे आमे कोन करिया मंजी को आपण दे दियंतु जे कोनसी सस्पेन आपण दे दियंतु पानी दे दियंतु एठी देखि पारथि फ्रेंड मु एठी पानी दे देइछि गोटे कप रे कप हबो आपण बुझी पारुथिबे बड़ कप रे कप हबो मु एठी दे देइछि आ एठी मंजी तक मु सब एठी दे देइछि ताकू टिके आमे फ्रेंड एही परि आबेरे ये कर फुटे दबा फ्रेंड ए जिनसटा को आपण 3 दिन पर्यंत रखिकी भी मध्य करि परिबे कोनसी कथा नै तार फ्लेवर सेम आसे कसा कसा टिके लागे पीबा पई आ ए मंजीटा को आमे जेमति पाड़ी देई थाओ सेटा वेस्ट भी मध्य हुएनी ये देखंतु फ्रेंड याको आमे पानी ये गरम गरम पानी को आपण पियंतु राति रे मध्य सोइला पूर्व आपण पी परिबे नहले आपण चाहिले सखाळु मध्य खाली पेट पी पाबे नहले दिन रे जे कोनसी टाइम रे आपण को फ्री मिलुची फ्रेंड आपण अळा रो पानी आपण पी परिबे नहले आपण को अळा रे जो टिप्स बतैली से टाइम मध्ये आपण ट्राई करि परिबे ये देखंतु इत्ते टेस्ट कसा जस्ट हल्का टिके लागिवो किंतु देह पई बहुत भलो बहुत बढ़िया पूरा परफेक्ट फ्रेंड आपण सीक्रेट फूडी चैनल को आछंती आपण जानि छंती आपण को एटी सीक्रेट टिप्स और ट्रिक भरपूर मात्रा रे मिले एपर्यंत जदि फ्रेंड गोटे सब्सक्राइब करना निहाते आपरे सब्सक्राइब कर देंतु एही पर आपरे वीडियो देखा पे नुवा नुवा वीडियो मो चैनल ला आछी निहाते आपरे फ्रेंड सब्सक्राइब करंतु बेल नोटिफिकेशन को ऑन करंतु शेयर करंतु ताकू जे अळा खाय को पसंद करंती कि जे अळा खाय पे पसंद करंती तांको पई गोटे नुवा रेसिपी एठी हबो एठी देखंतु फ्रेंड ए मंजिया को आपण 3 दिन पर्यंत ए भराबरे फुटै की पी पारिबे जदी आपण का फुटै की पिया पे चाहू नांती खरा रे सुखै दियंतु पूरा सुखी गला पर ताकू आपण ग्राइंड कर दियंतु पाउडर को आपण खांतु बहुत बढ़िया